ଭାରତର ସୀମା ସରି ସରି ଆସୁଥାଏ। ଆମର ଉତ୍କଣ୍ଠା ବଢ଼ି ବଢ଼ି ଚାଲୁଥାଏ। ପିଞ୍ଜରାବଦ୍ଧ ଗୁଡ଼ାଏ ପକ୍ଷୀ ଫଡ଼ ଫଡ଼ ହେଲା ପରି ଆମେ ଯାତ୍ରୀମାନେ ଟ୍ରେନ୍ ଭିତରେ ବସି କଳରବ ସୃଷ୍ଟି କରୁଥାଉ। ପ୍ରତି ଶ୍ୱାସରେ ଅନୁଭବରେ ଏକ ବିଚିତ୍ର ଆକର୍ଷଣ। ଆମେ ବିଦେଶ ବୁଲି ଆସିବୁ, ଅଥଚ ମୋ ଦେଶଟି କ'ଣ ଏପର୍ଯ୍ୟନ୍ତ ବୋଧହୁଏ କେହି କେହି ଅନୁଭବ କରି ନଥାନ୍ତି। ଦେଶର ସୂକ୍ଷ୍ମ ବୀଜଟି, ପ୍ରାଣକୁ ସଂଯୋଗ କରୁଥିବା ଆତ୍ମୀୟ ଭାବଟି ଜନ୍ମରୁ ଧୀରେ ଧୀରେ ଦେହ ଭିତରେ ଅଙ୍କୁରିତ ହୋଇଯାଏ। ବୟସ ବଢ଼ିଲେ ମା ପରି ଏକ ଅନୁଭବ ଦେଇ ଜୀବନ ଭିତରେ ଛପି ରହିଥାଏ। ଜୀବନ ଆରମ୍ଭ ହୁଏ ସେଇ ବୀଜରୁ ଆଉ ସରେ ସେଇ ମାଟିରେ। ସେଥିପାଇଁ ତ ବୀର ଯବାନର ମହଦେହ ଫେରିଆସେ ଏଇ ମାଟିକୁ। ବିଦେଶରେ ଶେଷ ନିଶ୍ୱାସ ତ୍ୟାଗ କଲେ ଫେରିଆସେ ତା ନଶ୍ୱର ଦେହ ଏ ମାଟିରେ ମାଟି ହେବା ପାଇଁ। ଆମ ଅସ୍ତିତ୍ୱକୁ ବିଦେଶ ଭୂମିରେ କିଏ ପ୍ରଶ୍ନ କଲେ ଆମେ ନିଃସଙ୍କୋଚରେ ଦୁଇ ଓଠ ଚାପି ଉଚ୍ଚାରଣ କରୁ ମାତ୍ର ଗୋଟିଏ ଶବ୍ଦ ଭାରତୀୟ। ତାପରେ ସେଇ ମୁଁ ବୋଲାଉଥିବା ନାମହୀନ ସତ୍ତାଟି ତୃପ୍ତ ହୁଏ। ମାତ୍ର ସେଇ ଶବ୍ଦଟିଏ ଉଚ୍ଚାରଣ କରୁ କରୁ ଦେହ ଶିହରିତ ହୁଏ। ଭାରତୀୟ ସତ୍ତାଟି ନିଜ ପରିଚୟକୁ ଓବରି ଧରି ଯୋଡ଼ାଇ ନିଏ। ବୋଧହୁଏ ଯାହାହେଲେ ବି ଇତିହାସର କେତେ ଆବର୍ତ୍ତନ ବିବର୍ତ୍ତନ ଭିତରେ ମସ୍ତିଷ୍କର ସହସ୍ର ଦଳ ଭିତରୁ ଏବେ ବି ମୋ ଦେଶ ଭାରତବର୍ଷର ସତ୍ତାଟି ଲୋପ ହୋଇନାହିଁ, ବରଂ ଆଚ୍ଛନ୍ନ କରି ରଖିଛି ଆମ ସଭିଙ୍କୁ। ସେ ଯାହା ହେଉ, ଟ୍ରେନ୍ ଯାତ୍ରା ଶେଷ ହେବା ପରେ ଆମେ ଯାତ୍ରୀ ଦଳ ଟାଙ୍ଗାରେ ପାର ହେଲୁ ଭାରତ ସୀମା। ଅସ୍ଥି କଙ୍କାଳ ଘୋଡ଼ା ଦେହରେ ଜଚା ଗାଡ଼ିର ଚାଳକ ଧୂଳି ଧୂସରିତ ରାସ୍ତାରେ ଓଡ଼ାଇ ନେଉଥାଏ ଟାଙ୍ଗା ଗାଡ଼ି ଦ୍ରୁତ ବେଗରେ। ମଝିରେ ମଝିରେ ତା ହାଡ଼ୁଆ ପିଠିରେ ଟାଙ୍ଗା ଚାଳକର ପ୍ରହାର ସାଙ୍ଗକୁ ହାବଲେ ହାବଲେ ଚିତ୍କାର। ମୋର ମନେ ହେଲା ଏ କ୍ରୀତଦାସର ପୃଥିବୀରେ ଅଙ୍କଲ ଟମ୍ସଠାରୁ ଆରମ୍ଭ କରି ରୂପନଗରୀର ରୂପସୀ ହେଉ ବା ଘର ଚାରିକାନ୍ଥ ଭିତରେ ବନ୍ଦିଥିବା ସ୍ତ୍ରୀଟିଏ ହେଉ, ଚିରଦିନ କ୍ରୀତଦାସ ଜଞ୍ଜିରରେ ବନ୍ଧା। ତଥାପି ତାର ମୁକୁଳିବାର ପ୍ରଚେଷ୍ଟାରେ ଜାରି ରହିଥାଏ ଅହରହ। ଆଉ ଏ ପଶୁ ତ ଛାର, ତାର ଦେହ ବନ୍ଧା ପଡ଼ିଛି ମାଲିକ ପାଖରେ ମୁଠାଏ ଖାଦ୍ୟ ପାଇଁ ବୁଢ଼ା ଆନ୍ଥୋନୀ ହେବା ପର୍ଯ୍ୟନ୍ତ। ମରମ ଭେଦି ଏକ ଦୀର୍ଘଶ୍ୱାସ ବାହାରି ଆସିଲା ମୋର। ମୁଁ କହିଲି, ମତ୍ ମାର ଭାଇ, ଧୀରେ ଚଲାଅ। କେଇଟା ଟଙ୍କାରେ ପେଟ ପୋଷୁଥିବା ଘୋଡ଼ା ଚାଳକ କ'ଣ ବା କରନ୍ତା ଆଉ। ଶେଷରେ ଆମେ ସବୁ ଅଟକି ଗଲୁ ଏକ ଚଳିଲା ଭଳି ହୋଟେଲ ଆଗରେ। ସେଠାରେ ନିଜ ନିଜର ନିତ୍ୟକର୍ମ ସାରି କାଠମାଣ୍ଡୁ ଅଭିମୁଖେ ବାହାରିଗଲୁ। ଏଥର ଆରମ୍ଭ ହେଲା ବସ୍ ଯାତ୍ରା। ଏଥର ଖରାଛୁଟି ବିଦେଶ ବୋଇଲେ ନେପାଳ। ବୁଲାରେ କଟିବ ଆଇ। ମୋ କାନରେ କଥା ପଡ଼ିଲା। ଦେଖିଲି ଝିଅଟିଏ ଝର୍କା ନିକଟରେ ତା ମା ଆଉ ଆଈ ନିକଟରେ ବସିଛି। ଏଇ ହେଲା ଆଈ ନାତୁଣୀଙ୍କ ଗଳ୍ପର ଶୁଭାରମ୍ଭ। ମୁଁ ଝରକା ବାହାରକୁ ଚାହିଁଲି। ଗଛମାନେ ପଛୁଆ ରାସ୍ତା କଡ଼ରେ ଧାଇଁଥାନ୍ତି ଆମ ବସ୍ ଆଗକୁ ଧାଇଁଲା ପରି। ଧୂଳି ଧୂସରିତ ଆବୁଡ଼ା ଖାବୁଡ଼ା ରାସ୍ତା। ସେଥିରେ ପୁଣି ଦୁଇ ଧାରରେ ଶୌଚ ମାଟି ଗଡ଼ିର ପାହାଡ଼। ମାଉଁ ପାଟି କରି ଉଠିଲା, ହଠାତ୍ ଆଈ, ମୁଁ ମିସ୍ କରୁଛି ଆଈ। ଆଲୋ, କ'ଣ ମିସ୍ କରୁଛୁ? ତୋ ବାପାକୁ। ମୁଁ ବି ମିସ୍ କରୁଛି ଲୋ ନାତୁଣୀ, ତୋ ଅଜାକୁ। ଅଜା ତ ସ୍ୱର୍ଗରେ ଆଈ। ମୁଁ ଯାହାକୁ ମିସ୍ କରୁଛି ତୁ ତାକୁ ଆଉ ସମସ୍ତେ ମିସ୍ କରୁଛନ୍ତି ନା ନାହିଁ ମୁଁ କିନ୍ତୁ ଜାଣିନି। ମାନେ? ଆଲୋ ଆଈ, ମୁଁ ମୋ ଭାରତ ମାଟି, ଆମ ଗାଁ, ତାର ସବୁଜ ଧାନ କ୍ଷେତ ସବୁ ମିସ୍ କରୁଛି। ମୁଁ ମାଉଁ ବସିଥିବା ସିଟ୍ ପଛରେ ବସିଥିଲି। ଚମକି ପଡ଼ିଲି। ସତେ ତ ଏଇ ଛୋଟ ପିଲାଟି ଭିତରେ ଭରି ରହିଛି ଦେଶ, ଗାଁକୁ ଭଲ ପାଇବାର ପ୍ରଚଣ୍ଡ ମୋହ। ତା ମନ ଗହନରେ ମୋ ଦେଶ ଭାରତବର୍ଷର ନିଛକ ମାନଚିତ୍ର ଗଭୀର ଭାବରେ ଆଙ୍କି ହେଇ ରହିଛି। ସେ ତୃଷ୍ଣା କେବେ ସରିବନି କି ମରିବନି ଯେମିତି। କେବଳ ସେ ତା କଣ ମନର ପୃଷ୍ଠାଏ ଖୋଲି ଦେଇ ମୋତେ ମୁଗ୍ଧଚକିତ କରିଦେଲା। ତାପରେ ମୁଁ ଖାଲି କାନ ଡେରି ରହିଲି ତାର ଅସ୍ମିତାକୁ ପ୍ରାଣଭରି ଉପଭୋଗ କରିବା ପାଇଁ। ଆମ ଦେଶରେ ଘୋଡ଼ା ଗାଡ଼ି କାହିଁ ଅଛି ଲୋ ଆଈ? ଏ ଲୋକଗୁଡ଼ା ଭାରି ନିର୍ଦ୍ଦୟ। ପଶୁଟାକୁ ବାଡ଼େଇ ବାଡ଼େଇ ଦୌଡ଼ାଉଛନ୍ତି। ମୋର ତ ଇଚ୍ଛା ହେଉଥିଲା ତା ହାତରୁ ଚାବୁକଟା ଆଣି ବହେ ପିଟନ୍ତି ଲୋକଟାକୁ। ଆଲୋ ନାତୁଣୀ, ସେମାନେ ପରା ସେମିତି ପେଟ ପୋଷୁଛନ୍ତି। ଆମ ଧାନ ଜମିରୁ କଚଡ଼ା ଧାନ ଆମ
କାଳିଆ କସରା ବଳଦ ଗାଡ଼ିରେ ବୋହିଲା ପରି ସେମାନେ ମଣିଷ ବୋହୁଛନ୍ତି। ଏ ରାସ୍ତାରେ କେତେ ଧୂଳି, ଖାଲି ଟ୍ରକ୍ ଆଉ ଟ୍ରକ୍, ରାସ୍ତା କଡ଼ ସାରା ଫ୍ୟାକ୍ଟ୍ରି। ଏ ଦେଶ ଭାରି ଗରିବ ନା ଆଇ? ହେଇଥିବ, ଖଟିଖିଆ ବେଶୀ ଥିବେ। ଦେଖୁନୁ ଆମ ଦେଶ ଲୋକଙ୍କୁ ସରକାର ଟଙ୍କାକିଆ ଚାଉଳ ଦେବା ଦିନଠୁ ଲୋକେ ହଳ ଲଙ୍ଗଳ ଛାଡ଼ି ସାରିଲେଣି। ଅଳସୁଆମାନଙ୍କୁ ଆମ ସରକାର ତିଆରି କରିଛନ୍ତି ପରା। ଏ ଦେଶରେ ସେଇଟା ନଥାଉ ଲୋ ନାତୁଣୀ। କାଠମାଣ୍ଡୁ ଆଡ଼େ ଗାଡ଼ି ଦୌଡ଼ୁଥାଏ, 400 କିଲୋମିଟର ବସ୍ରେ ଯାତ୍ରା। କେହି ଢୋଳାଉଥାଏ ତ କିଏ ଖାଇବା ଜିନିଷ ପାକୁଳି କରୁଥାଏ। କିନ୍ତୁ ଆଇ ନାତୁଣୀର ଗଳ୍ପର ଅନ୍ତ ନଥାଏ। ଝିଅଟି ବସ୍ରୁ ଦେଖୁଥିବା ରାସ୍ତା ଦୁଇ ଧାରର ଚଳନ୍ତା ଦୃଶ୍ୟ ସହିତ ଆମ ଦେଶକୁ ତୁଳନା କରୁଥାଏ। ତା ଭାବେ ବେଗର କଡ଼କଡ଼ ଛନ୍ଦ ଚପଳ ଝରଣାଟି ମୋତେ ଛୁଇଁ ସେଇ ବନ୍ଧୁର ପଥରେ ଧକ୍କା ଖାଉଥାଏ ଯେମିତି। ଦୁଇପଟେ ମାଟି ଆଉ ଗଡ଼ିର ପାହାଡ଼। ମାଉ କହିଲା, ଏ କି ପାହାଡ଼ ଲୋ ଆଇ? ପଥର କାଇଁ? ବରଷା ଆସିଲେ ସବୁ ଧୋଇଦେଇ ରାସ୍ତାରେ ଗଦେଇ ଦେଉଥିବ ଲୋ। ରାତି ଆକାଶକୁ ଚାହିଁଲି ମୁଁ। ଭେଳା ଭେଳା ମେଘ ସାଙ୍ଗକୁ ଘଡ଼ଘଡ଼ି ପବନ, ତାପରେ ନିର୍ଧୁମ ବର୍ଷା। ଆମ କାଠମାଣ୍ଡୁ ରାସ୍ତା ବଦଳିଗଲା। ବାଟରେ ଯଥାସମ୍ଭବ ବିଶ୍ରାମ ଓ ରାତ୍ରି ଭୋଜନ ସାରି ଆମେ ଆସି ଏଭରେଷ୍ଟ ଅଞ୍ଚଳର ଏକ ସହରରେ ରହିଲୁ। ମୁଁ ଡିନର ନେଲାବେଳେ ମାଉ ନିକଟରେ ବସି ପଡ଼ିଲି। ପଚାରିଲି, ମାଉ, ତମେ ଏବେ ତମ ଭାରତକୁ କେତେ ପଛରେ ଛାଡ଼ି ଆସିଛ, ମନେ ପଡ଼ୁଛି କି? ସେ ସଙ୍ଗେ ସଙ୍ଗେ ଉତ୍ତର ଦେଲା, ଯୋଉ ଦେଶରେ ମୋ ବୋଉ ଅଛି, ଅଧା ଜହ୍ନ ଅଧା ଅନ୍ଧାରର ଅଗଣା ଅଛି। ଅଛି ଆମ ଧାନ ବିଲ, ପାହାଡ଼, ନଈ ଆଉ ଆମ ଜଗନ୍ନାଥ। ତାକୁ ଭୁଲିବି କେମିତି ମାଉସୀ? ମୁଁ ଯେମିତି ଭଲ ପାଇବାର ନିଦ୍ରାହୀନ ରାତିଟିଏରେ ଭାରତ ବର୍ଷର ଛାଇଟିକୁ ଦେଖି ପାରୁଥିଲି ଦୁଇ ଛୋଟ ଛୋଟ ନିଷ୍ପାପ ପଲକ ଭିତରେ। ସକାଳୁ ସକାଳୁ କାଠମାଣ୍ଡୁର ଦ୍ୱିତୀୟ ବୃହତ୍ତମ ସହର ପୋଖାରର ଦର୍ଶନୀୟ ସ୍ଥାନ ସବୁ ବୁଲି ଦେଖିଲା ବେଳେ ମୋତେ ମାଉ ପ୍ରଶ୍ନ ପଚାରି ପଚାରି ହାଲିଆ କରି ଦେଉଥିଲା। ବିନ୍ଧ୍ୟାବାସିନୀ ଦେବୀ, ରାମ ସୀତା ମନ୍ଦିର, ହନୁମାନଙ୍କ ମୂର୍ତ୍ତି, ଦେବୀ ପ୍ରପାତ, ତାଳବରାହୀ ମନ୍ଦିର, ଗୁର୍ଖା ମ୍ୟୁଜିୟମ, ପେୱା ଲେକ୍, ଗୁପ୍ତେଶ୍ୱର ଗୁମ୍ଫା ଇତ୍ୟାଦି ବୁଲି ବୁଲି ମୁଁ ପଛେ ଥକିଗଲି, ହେଲେ ମାଉ ଥକି ନଥାଏ। ସବୁ ଦେଖିବା ପରେ କହିଲା, ନେପାଳ ବି ଏକ ହିନ୍ଦୁ ଦେଶ ଆମ ପରି, ଆମର ପଡ଼ୋଶୀ ବନ୍ଧୁ। ମୁଁ କହିଲି, ମାଉ, ତୁମେ ଜାଣ, ଏଠିକା ନେପାଳ ରାଜା ଆମ ପ୍ରଭୁ ଜଗନ୍ନାଥଙ୍କର ଜଣେ ବଡ଼ ଭକ୍ତ ସେବକ। ସେ ଶ୍ରୀମନ୍ଦିରକୁ ଗଲେ ପାଲିଙ୍କି ଚଢ଼ି ବିଜେ ହବାର ଅଧିକାର ଅଛି ପରା। ଯଦି ମହାରାଜଙ୍କ ସହ ରାଣୀ ଆସନ୍ତି, ଦୁହେଁ ପାଲିଙ୍କିରେ ଆସନ୍ତି। ସତେ ନା? ପୁଣି ଜାଣିଛ ମାଉ, ନେପାଳୀ ଭାଷା ଆମ ସଂସ୍କୃତ ଭାଷା ପରି ଦେବନାଗରୀ ଲିପିରେ ଲିଖିତ। ଏଠି ଯୋଉ ଭୈରବ ମନ୍ଦିର ତାଳବରାହୀ ନାମରେ ଅଛନ୍ତି, ଯାହା ତୁମେ ଦେଖିଲ, ତାହାଙ୍କୁ କେବଳ ଓଡ଼ିଶାରେ ଆମର ଘଣ୍ଟକର୍ଣ୍ଣ ଭୈରବ ବୋଲି କହନ୍ତି। ଏହା ପୂଜା ହିନ୍ଦୁ ରାଜ୍ୟ ବୋଲି ତ ଏଠି ବି ବୌଦ୍ଧ ଆଉ ଶୈବ ଧର୍ମ ଦେଖିବାକୁ ମିଳେ। ତାହେଲେ ଏଠି ଜଗନ୍ନାଥଙ୍କ ମନ୍ଦିର ନାହିଁ କାହିଁକି? ତାଙ୍କ ଅବତାର ତ ଅଛନ୍ତି। ତମେ 10 ଅବତାରଙ୍କ ନାଁ ଜାଣିଛ? ହଁ, କହିବି। ସେମାନେ ହେଲେ ମୀନ, କଚ୍ଛପ, ବରାହ, ନୃସିଂହ, ବାମନ, ପରଶୁରାମ, ରାମ, ହଳଧର, ବୁଧ ଆଉ କଳ୍କି। ଓଃ, ବୁଝିଲି। ଏଠି ବୁଦ୍ଧ ମନ୍ଦିର ଅଛି ନା? ମୁଁ ହଁ କଲି। ସେ କହିଲା, ମାଉସୀ, ଏଠି ଏମାନଙ୍କ ଠାକୁର ଠାକୁରାଣୀ ଆମର ପରି। ପିଲାଟିର ପ୍ରଜ୍ଞା ଶକ୍ତିକୁ ମାନିବାକୁ ପଡ଼ିବ। ଦେବୀ ପ୍ରପାତରେ ସୁନ୍ଦର ଲୁହାର ସରୁଆ ପୋଲ ଦେଇ ଗଙ୍ଗା ବହିଯାଉଥାଏ। ସେଠିକା ଲୋକେ ଏହାକୁ ଦୁଧ ଗଙ୍ଗା କହନ୍ତି। ପାଣି ଠିକ୍ ଦୁଧ ପରି ଧଳା ଆଉ ଶୀତଳ। ହିମାଳୟରୁ ପାହାଡ଼ ଖୋଲ ଦେଇ ବରଫ ତରଳି ଝରଣା ପରି ବହି ଆସୁଛି। ବୁଧ ଖୋଲ ତ ଆମ କୋରାପୁଟ ଜିଲ୍ଲାର ଗୁମ୍ଫା ପରି। ଆଉ ଗୁର୍ଖା ମ୍ୟୁଜିୟମରେ ଗୁର୍ଖା ରେଜିମେଣ୍ଟର ଅସ୍ତ୍ରଶସ୍ତ୍ର ସୁରକ୍ଷିତ ହୋଇ ରହିଛି। ମାଉ ସେଠି ସାମ୍ନାରେ ଥୁଆ ହୋଇଥିବା ତୋପ ନିକଟରେ ଫଟୋ ଉଠାଇଲା। କହିଲା, ମାଉସୀ, ଇଂରେଜମାନେ ଏଇମିତି ତୋପ ସାହାଯ୍ୟରେ ଆମ ଦେଶର ବହୁତ ଗଡ଼କୁ ଧ୍ୱଂସ କରିଦେଇଛନ୍ତି ନା? ଏବେ ପରି ସେତେବେଳେ ଯଦି ଆମର ଭାରତରେ ଯଦି ବୋମା ଥାଆନ୍ତା ନା, ଆଉ ଆମକୁ ଅହିଂସା ଯୁଦ୍ଧ କରିବାକୁ ପଡ଼ିନଥାନ୍ତା।
ସୁଭାଷ ବୋଷ ଗୋଟେ ବୋମାରେ ସମସ୍ତଙ୍କୁ ସଫା କରି ଦେଇଥାନ୍ତେ କି ଜିଜ୍ଞାସା ଝିଅଟିର। ମୁଁ ପଚାରିଲି, ଏସବୁ କୋଉଠୁ ଜାଣିଲ ତୁମେ ମାଉଁ? କହିଲା, ଆମ ପାଠ ବହିରୁ। ଗୋଲାପର ମାତ୍ର କୋଡ଼ିଏଟିଏ ସିଏ, ଅଥଚ ତାର ମନୋମୟ ସତ୍ତା ଭିତରେ କି ପ୍ରଚଣ୍ଡ ଆଉ ଗଭୀର ଉପଲବ୍ଧି। ନିଜ ଭିତରର ସେଇ ଚେତନାଟି ତ ତାର ପ୍ରାଣ। ଆମେ ରାଜମହଲ ବୁଲି ଆସିଲୁ। ମାଉଁ ସବୁ ଦେଖି ଦେଖି କହିଲା, ମାଉସୀ ସତରେ ଏ ବହୁତ ଗରିବ ରାଜା। ଆମ ଦେଶର ରାଜାମାନେ ଯେମିତି ଶକ୍ତିଶାଳୀ ପରାକ୍ରମୀ ଥିଲେ ସେମିତି ଧନୀ ବି ଥିଲେ। ନା ଲୋ ମାଉଁ, ସେମିତି ତୁଳନା କଲେ ହେବ ନାହିଁ। କେତେ ରାଜା ଶୋଷଣ ବି କରୁଥିଲେ। ମାଉଁ କହିଲା, ମାଉସୀ ମୁଁ ପାରଳା ରାଜାଙ୍କ ଉଆସ ଦେଖିଛି। ତା ତୁଳନାରେ ତ ଏ ଉଆସ କିଛି ନୁହେଁ। ସନ୍ଧ୍ୟାରେ ବସି ଆମେ ଉଠାଉଥିବା ଫଟୋ ସବୁ ଦେଖିଲୁ। ପୋଖରାର ସନ୍ଧ୍ୟାର ଦୃଶ୍ୟ ଅତ୍ୟନ୍ତ ମନୋରମ। ସନ୍ଧ୍ୟାରେ ଏଭେରେଷ୍ଟ ଗାଁ ବୁଲି ଆସିଲୁ। କେହି କେହି ଦୂରରୁ କାଞ୍ଚନଜଙ୍ଗା ଦେଖି ବରଫ ମାଡ଼ ଖାଇ ଫେରିଲେ। ସକାଳୁ ତା ପରଦିନ ମନୋକାମନା ଦେବୀଙ୍କୁ ଦର୍ଶନ। ସାତ ସାତଟା ଶୌଚ ପାହାଡ଼ ଦେଇ ଦଳାରେ ବସି ବିଜୁଳି ଶକ୍ତି ଭିଡ଼ୁଥିବା ରଶି ସାହାଯ୍ୟରେ ପାହାଡ଼ ତୀଖରେ ଥିବା ସ୍ଥାନରେ ପହଞ୍ଚିଲୁ। ଖୁବ୍ ଚମତ୍କାର ସେ ଦୃଶ୍ୟ। ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶ। ଧାଡ଼ିରେ ଦର୍ଶନ କରିବାକୁ 2-3 ଘଣ୍ଟା ବିତିଗଲା। ଆମ ଓଡ଼ିଶାରେ ଦେବୀମାନଙ୍କ ନିକଟରେ ମନୋକାମନା ପୂର୍ଣ୍ଣ ଉପଲକ୍ଷେ ପଶୁପକ୍ଷୀଙ୍କୁ ବଳି ଦେଲା ପରି ଏଠାରେ ମଧ୍ୟ ବଳି ଦିଆଯାଉଥାଏ। ମାଉଁ ଡରି ଯାଇ କାନ୍ଦି ପକାଇଲା। କହିଲା, ଏମିତି ବଳି ଦେବାକୁ ଏଠିକା ରାଜା ବନ୍ଦ କରିଦେଇଥିଲେ ଆଜି ଏମିତି ଦେଖିବାକୁ ପଡ଼ିନଥାନ୍ତା ମାଉସୀ। ଆମ ପ୍ରଭୁ ପଶୁପତିନାଥଙ୍କୁ ତା ପରଦିନ ସକାଳେ ଦର୍ଶନ କଲୁ। ପବିତ୍ର ବାଗମତୀ ନଦୀ କୂଳରେ ଲିଚ୍ଛବୀ ବଂଶର ରାଜା ସୁପୁଷ୍ପଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମନ୍ଦିର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କର ମସ୍ତକ ସଦୃଶ ପ୍ରବାଦ ଅଛି। ବାଗମତୀ ତୀରବର୍ତ୍ତୀ ଘନ ବନରାଜିର ସୌନ୍ଦର୍ଯ୍ୟରେ ଏକଦା ପ୍ରଭୁ କୈଳାସ ନିବାସୀ ଶଙ୍କର ଓ ମାତା ପାର୍ବତୀ ମୁଗ୍ଧ ହୋଇ ମୃଗ ଓ ମୃଗୁଣୀ ରୂପ ଧାରଣ କରି ଆନନ୍ଦ ମନରେ ବିଚରଣ କରିବାକୁ ଲାଗିଲେ। ଦେବତାମାନେ ସେମାନଙ୍କୁ ଖୋଜି ଖୋଜି ଏହି ବନରେ ଉପସ୍ଥିତ ହୁଅନ୍ତେ। ପ୍ରଭୁ ଶଙ୍କର ଓ ମାତା ପାର୍ବତୀ ସ୍ୱରୂପରେ ପ୍ରକାଶିତ ହୋଇଲେ। ସେଠାରେ ନିଜେ ସ୍ୱଇଚ୍ଛାରେ ପ୍ରଭୁ ପଶୁମାନଙ୍କର ନାଥ ଭାବରେ ପଶୁପତିନାଥ ବୋଲାଇଲେ। ମାଉଁ ଏକଥା ଶୁଣି କହିଲା, ମାଉସୀ ଏ ତ ଆମ ଠାକୁର ଠାକୁରାଣୀଙ୍କ କଥା ପରି ଲାଗୁଛି। ମୁଁ କହିଲି, ଏଠି ବି ଶିବରାତ୍ରି ପାଳନ ହୁଏ ମାଉଁ। ତେବେ ବହୁ ସ୍ଥାନ ଏହିପରି କାଠମାଣ୍ଡୁରେ ବୁଲି ଉପଭୋଗ କଲା ପରେ ଫେରିବା ଦିନ ମାଉଁ କହିଲା, ବିଦାୟ ନେପାଳ, ୱେଲକମ୍ ଟୁ ଇଣ୍ଡିଆ। ବାଟସାରା ସେ ମୋତେ ପ୍ରଶ୍ନ ପଚାରି ପଚାରି ଅଥୟ କରିଦେଉଥାଏ। ଶେଷରେ ତାଠୁ ମୁଁ ବିଦାୟ ନେଲି। ଦେଶକୁ ଭଲ ପାଇବାର ମହକ ସେ ମୋତେ ଦେଇଗଲା। ନିଜ ଦେଶର ସତରେ ଏକ ଅନନ୍ୟ ସୁଗନ୍ଧ ଅଛି। ମୋ ଦେଶକୁ ଭଲ ପାଇବାର ଆତ୍ମବିଶ୍ୱାସ ଟିକକ ପ୍ରକୃତରେ ଜୀବନର ସାରାଂଶ। ମାଉଁ ଦେଶ ପାଇଁ ନିବେଦିତ ହେବାର ମତୁଆଲା ଢଙ୍ଗ ଟିକକ ତାର ଦେଶ ପାଇଁ ପ୍ରବଣତା। ନହେଲେ ବିଦେଶୀ ମାଟିରେ ମୋ ଦେଶର ମାଟିର ବାସ୍ନାକୁ ଅଣ୍ଡାଳି ହୁଅନ୍ତା କାହିଁକି? ବନ୍ଧୁଗଣ, କାହାଣୀଟି ଯଦି ଭଲ ଲାଗିଲା ଚ୍ୟାନେଲକୁ ଲାଇକ୍ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ନିଶ୍ଚୟ ଦବାଇବେ। ଧନ୍ୟବାଦ।